ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ଶ୍ରୀ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ ଏନଭାରମେଣ୍ଟ ଷ୍ଟଡି, ଓକେ, ଯେଉଁଟାକି AECC 1, ଯେଉଁଟାକି ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ର ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟରର ଯେଉଁଟାକି କମ୍ପଲସରି ସବଜେକ୍ଟ। ଓକେ, ପ୍ରାୟ ଏଇଟା ସମସ୍ତଙ୍କର ଅଛି, ସବୁ ୟୁନିଭର୍ସିଟିର ଅଛି। ଓକେ, ରମାଦେବୀ ସେଇ ସମସ୍ତଙ୍କର ଅଛି। ଓକେ, ଧୀର ମୃତ୍ତିକା କ୍ଷୟ କ'ଣ? ଯେଉଁ ପ୍ରକାର ମୃତ୍ତିକା କ୍ଷୟ ପ୍ରାକୃତିକ ଉପାୟରେ ହୋଇଥାଏ ଏବଂ ମଣିଷର ବିନା ହସ୍ତକ୍ଷେପରେ ମୃତ୍ତିକା ଗଠନ ହୋଇ ପରିବେଶ ସନ୍ତୁଳନ ରକ୍ଷା ହୋଇଥାଏ, ତାହାକୁ ଧୀର ମୃତ୍ତିକା କ୍ଷୟ କୁହାଯାଏ। ତ୍ୱରାନ୍ୱିତ ମୃତ୍ତିକା କ୍ଷୟ କହିଲେ କ'ଣ ବୁଝ? ମୃତ୍ତିକା କ୍ଷୟର ପରିମାଣ ଏହାର ଗଠନ ହେବା ପରିମାଣଠାରୁ ଅଧିକ ହେଲେ ଏହାକୁ ତ୍ୱରାନ୍ୱିତ ମୃତ୍ତିକା କ୍ଷୟ କୁହାଯାଏ। ଏହା ଏକ ମନୁଷ୍ୟକୃତ ମୃତ୍ତିକା କ୍ଷୟ ଅଟେ। ସସ୍ପେନସନ୍ କାହାକୁ କୁହାଯାଏ? ଶୁଷ୍କ ଅଞ୍ଚଳରେ ଯେଉଁଠାରେ ଗଛପତ୍ର ନଥାଏ ଓ ମୃତ୍ତିକା ବାଲିଆ ହୋଇଥାଏ, ସେଠାରେ ପବନ ଦ୍ୱାରା ମୃତ୍ତିକା କଣିକା ଗୁଡ଼ିକୁ ଉଡ଼ି ଯାଇ ମୃତ୍ତିକା କ୍ଷୟ ଘଟେ ଓ ମରୁଭୂମି ସୃଷ୍ଟି ହୁଏ। ଏହାକୁ ସସ୍ପେନସନ୍ କୁହାଯାଏ। ଭୂସ୍ଖଳନ କାହାକୁ କୁହାଯାଏ? ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେଲେ ଅତଡ଼ା ଖସିବା ଦ୍ୱାରା ମୃତ୍ତିକା କ୍ଷୟ ଘଟେ। ଏହାକୁ ଭୂସ୍ଖଳନ କୁହାଯାଏ। ଷଷ୍ଠ ସନ୍ତରଣ କାହାକୁ କୁହାଯାଏ? ପାହାଡ଼ିଆ ଅଞ୍ଚଳରେ ଢାଳୁ ପୃଷ୍ଠରୁ ମୃତ୍ତିକାର ଅପେକ୍ଷାକୃତ ବଡ଼ ବଡ଼ ଅଂଶବିଶେଷ ବାୟୁର କ୍ଷିପ୍ର ଚଳନ ପ୍ରକ୍ରିୟା ଯୋଗୁଁ ଉପରିଭାଗରୁ ନିମ୍ନ ଅଂଶକୁ ସ୍ଥାନାନ୍ତରିତ ହୋଇଥାନ୍ତି। ଏହାକୁ ଷଷ୍ଠ ସଞ୍ଚରଣ କୁହାଯାଏ। ପଶୁମାନଙ୍କ ଦ୍ୱାରା କିପରି ମୃତ୍ତିକା କ୍ଷୟ ହୋଇଥାଏ? ତୃଣଭୂମି ଗୁଡ଼ିକରେ ଅତ୍ୟଧିକ ବ୍ୟବହାର ଦ୍ୱାରା ବା ପଶୁମାନେ ସମସ୍ତ ତୃଣ ଖାଇ ତୃଣଭୂମି ନଷ୍ଟ ହୋଇଯିବା ଦ୍ୱାରା ଏଥିରୁ ଜଳ ଓ ବାୟୁ ନିଷ୍କାସନ ମୃତ୍ତିକା କ୍ଷୟ ଘଟେ। ମନୁଷ୍ୟମାନଙ୍କ ଦ୍ୱାରା କିପରି ମୃତ୍ତିକା କ୍ଷୟ ହୋଇଥାଏ? ମୃତ୍ତିକା କ୍ଷୟ ନିମନ୍ତେ ମନୁଷ୍ୟର ଭୂମିକା ସର୍ବାଧିକ ଅଟେ। ନିଜର ସୁଖ ଓ ସୌନ୍ଦର୍ଯ୍ୟ ନିମନ୍ତେ ସେ ମୃତ୍ତିକାକୁ ବିଭିନ୍ନ ପ୍ରକାରର ନଷ୍ଟ ଓ ବିନଷ୍ଟ କରିଥାଏ। ଶିଳ୍ପ କାରଖାନା, ନଦୀବନ୍ଧ ଯୋଜନା, ଗୃହ ଉପକରଣ ଆଦି ନିମନ୍ତେ ଜଙ୍ଗଲ କ୍ଷୟ କରି ପ୍ରାକୃତିକ ଉଦ୍ଭିଦ ରାଜିକୁ ଧ୍ୱଂସ ନ କରି ମନୁଷ୍ୟ ମୃତ୍ତିକା କ୍ଷୟ ଘଟାଇଥାଏ। ପରିବେଶ ସଂକ୍ରାନ୍ତୀୟ ଆଇନ କ'ଣ? ବିଜ୍ଞାନର ଅପବ୍ୟବହାର, ଖଣିଜ ସମ୍ପଦର ଅପବ୍ୟବହାରର ଦ୍ରୁତ ଶିଳ୍ପାୟନର ପ୍ରସାର ଯୋଗୁଁ ବିଶ୍ୱସ୍ତରରେ ପରିବେଶ ଉଦ୍ବେଗଜନିତ ପରିସ୍ଥିତି ସୃଷ୍ଟି କରୁଛି। ଏହି ସମସ୍ୟାର ମୁକାବିଲା କରିବାକୁ 1972 ମସିହାରେ 113ଟି ଦେଶର ଜନପ୍ରତିନିଧିମାନେ ଷ୍ଟକହୋମଠାରେ ଏକ ସମ୍ମିଳନୀ ଆୟୋଜନ କରି ପରିବେଶ ସଂକ୍ରାନ୍ତୀୟ ଆଇନ ପ୍ରଣୟନ କରିଥିଲେ। ପରିବେଶ ସୁରକ୍ଷା ପାଇଁ 25କ ଅନୁଚ୍ଛେଦଟି କ'ଣ? ଭାରତୀୟ ସମ୍ବିଧାନର 25କ ଅନୁଚ୍ଛେଦରେ ପରିବେଶ ସୁରକ୍ଷା, ଜଙ୍ଗଲ ତଥା ବନ୍ୟପ୍ରାଣୀଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ରାଷ୍ଟ୍ର ପ୍ରଯତ୍ନ କରିବା କଥା ଉଲ୍ଲେଖ ଅଛି। ଏଥିରେ ରାଷ୍ଟ୍ର ଆବଶ୍ୟକୀୟ ଆଇନ ପ୍ରଣୟନ କରିପାରିବ ବୋଲି ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ସମ୍ବିଧାନ 51କ ଧାରାଟି କ'ଣ? 51କ ଧାରା ଅନୁଯାୟୀ ଜଙ୍ଗଲ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କ ସମେତ ପରିବେଶର ସୁରକ୍ଷା ଓ ବିକାଶ ସଙ୍ଗେ ସଙ୍ଗେ ସମସ୍ତ ପ୍ରାଣୀମାନଙ୍କ ପାଇଁ ଦୟାଶୀଳ ହେବା ପ୍ରତ୍ୟେକ ନାଗରିକ କର୍ତ୍ତବ୍ୟ ହେବ ବୋଲି ମଧ୍ୟ ଏହି ଧାରାରେ ସୂଚନା ପ୍ରଦାନ କରାଯାଇଛି। କେବେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରାଗଲା ଏବଂ ଏହାର ଉଦ୍ଦେଶ୍ୟ କ'ଣ ଥିଲା? 1986 ମସିହାରେ ମେ ମାସ 23 ତାରିଖ ଦିନ ପାର୍ଲିଆମେଣ୍ଟରେ ପରିବେଶ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ଅନୁଯାୟୀ ଭାରତ ସରକାର ପରିବେଶ ପ୍ରଦୂଷଣ କରୁଥିବା ଯେ କୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିପାରିବେ। ଶବ୍ଦ ପ୍ରଦୂଷଣ କ'ଣ? ଶବ୍ଦ ପ୍ରଦୂଷଣ ମାନବ ସମାଜ ପାଇଁ କ୍ଷତିକାରକ ଅଟେ। ଏହା ଦ୍ୱାରା ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟାମାନ ଦେଖାଯାଇଥାଏ। ସେଗୁଡ଼ିକ ହେଲା ମୁଣ୍ଡବ୍ୟଥା, ବାଚାଳତା, ବାର୍ଦ୍ଧକ୍ୟତା ଆଦି। ବିଭିନ୍ନ ପ୍ରକାରର
ଶାରୀରିକ ସମସ୍ୟାମାନ ଦେଖାଯାଏ। ଏତଦ୍ ବ୍ୟତୀତ ଶବ୍ଦ ପ୍ରଦୂଷଣ ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାକେନ୍ଦ୍ର, ଜରାଶ୍ରମ, ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ, ପରୀକ୍ଷା ଓ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ଏହା ଥିଲା ଶବ୍ଦ ପ୍ରଦୂଷଣ। ଓକେ, ବନ୍ୟଜନ୍ତୁ ସୁରକ୍ଷା ଆଇନ କ'ଣ? ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ମସିହାରେ ପ୍ରଣୀତ ହୋଇଥିଲା। ଏହି ସୁରକ୍ଷା ଆଇନ ଅନୁଯାୟୀ ବନ୍ୟଜନ୍ତୁକୁ କେହି ଗୃହପାଳିତ ପଶୁ ଭାବେ ରଖିପାରିବେ ନାହିଁ। ବନ୍ୟପ୍ରାଣୀଙ୍କୁ ଶିକାର କରିବା, ବନ୍ୟପ୍ରାଣୀଙ୍କ ମାଂସକୁ ଭକ୍ଷଣ କରିବା କିମ୍ବା ହୋଟେଲମାନଙ୍କରେ ଖାଦ୍ୟ ରୂପେ ପରିବେଷଣ କଲେ ସେମାନଙ୍କ ବିରୁଦ୍ଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉପଯୁକ୍ତ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜଙ୍ଗଲ ସୁରକ୍ଷା ଆଇନ କ'ଣ? ଜଙ୍ଗଲ ସୁରକ୍ଷା ଆଇନ ପାର୍ଲିଆମେଣ୍ଟରେ 1980 ମସିହାରେ ଗୃହୀତ ହୋଇଥିଲା। ଏହି ଆନ୍ଦୋଳନର ବିଶେଷତ୍ୱ ହେଉଛି ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ କାର୍ଯ୍ୟରେ ବ୍ୟବହୃତ କରାଯାଇପାରିବ ନାହିଁ। ଜଙ୍ଗଲରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କର ସ୍ୱାର୍ଥ, ସୁଖ, ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ଦେବା, ସମଗ୍ର ସ୍ଥଳଭାଗରେ ଶତକଡ଼ା 30% ଜଙ୍ଗଲ ସୃଷ୍ଟି କରିବା ଏହି ଜଙ୍ଗଲ ସୁରକ୍ଷା ଆଇନର ଉଦ୍ଦେଶ୍ୟ ଅଟେ। 1986 ମସିହାର ପରିବେଶ ସୁରକ୍ଷା ଆଇନ କ'ଣ? ଜାତିସଂଘ 1972 ମସିହାରେ ଜୁନ୍ ମାସରେ ଅବସ୍ଥିତ ଷ୍ଟକହୋମ୍ ସମ୍ମିଳନୀ ନିଷ୍ପତ୍ତି ଅନୁଯାୟୀ ଭାରତରେ ପରିବେଶ ସୁରକ୍ଷା ଆଇନ 1986 ମସିହାରେ ପ୍ରଣୀତ ହୋଇଥିଲା। ଏହି ଆଇନର ଲକ୍ଷ୍ୟ ସମ୍ପର୍କରେ ଏହାର ମୁଖ୍ୟ ବନ୍ଧକରେ କୁହାଯାଇଛି ଯେ ମାନବ ଜୀବନର କଷ୍ଟ ନିବାରଣ ସହ ସମସ୍ତ ଜୀବନ୍ତ ପ୍ରାଣୀମାନଙ୍କ ସୁରକ୍ଷା କରାଗଲା ଓ ପ୍ରାଥମିକ ସଂଗଠନର ସୁରକ୍ଷା ନିମନ୍ତେ ଏହି ଆଇନ ପ୍ରଣୀତ ହୋଇଛି। ବନ୍ୟଜନ୍ତୁ ସଂରକ୍ଷଣ ଉପରେ କିଛି ଆଲୋଚନା କର। ପରିବେଶର ସୁରକ୍ଷା ନିମନ୍ତେ ବନ୍ୟଜନ୍ତୁ ସଂରକ୍ଷଣ ଏକାନ୍ତ ଆବଶ୍ୟକ। ସଂରକ୍ଷଣ ଦ୍ୱାରା ବନ୍ୟ ପଶୁପକ୍ଷୀ ଓ ଉଦ୍ଭିଦଗୁଡ଼ିକର ସୁରକ୍ଷା ଏବଂ ଅବମୁକ୍ତ ହୋଇଯାଇଥିବା ବନ୍ୟ ପଶୁପକ୍ଷୀ ଓ ଉଦ୍ଭିଦଗୁଡ଼ିକର ସୁରକ୍ଷା ଏବଂ ଅବମୁକ୍ତ ହୋଇଯାଇଥିବା ଜୀବଜନ୍ତୁଗୁଡ଼ିକ ନିମନ୍ତେ ଉନ୍ନତ ପରିସ୍ଥାନ ରଚନା କରି ପରିସଂସ୍ଥାନର ସନ୍ତୁଳନ ଅବସ୍ଥା ବଜାୟ ରଖିବା ସମ୍ଭବପର ହୋଇଥାଏ। ଭାରତୀୟ ବନ୍ୟଜନ୍ତୁ ପରିବେଶ ଇଣ୍ଡିଆନ୍ ବର୍ଡର ଫର ୱାଇଲ୍ଡ ଲାଇଫ୍ 1952 ମସିହାରେ ଗଠନ କରାଯାଇ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ଉପଯୁକ୍ତ ଧ୍ୟାନ ଦିଆଯାଇଛି। ଏହିପରି ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଆଇନ 1972 ବଳରେ ବିଭିନ୍ନ ପଦକ୍ଷେପ ନେଇ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି। ଏଠି ଭିଡ଼ିଓଟି ସରିଯାଇଛି। 2 ମାର୍କିଆ କିଛି ଥିଲା ଅଳ୍ପ। ଓକେ, ନେକ୍ସଟ ଭିଡ଼ିଓରେ ମୁଁ ଆଉ କିଛି 2 ମାର୍କିଆ ଆଣିବି। ସିଲେକ୍ସନ୍ କ୍ୱେଶ୍ଚନ୍ ଏଗୁলো ସବୁ ଭଲକିନା ପଢ଼ିବେ, ଲେଖିବେ, ଘୋଷିବେ। ଓକେ, ପରୀକ୍ଷାରେ ଅଟୋମେଟିକ୍ ସବୁ ଲେଖିବେ। ଓକେ, ଜୟ ଜଗନ୍ନାଥ।